ଆମମାନଙ୍କର ଅନଏକ୍ସପେକ୍ଟେଡ୍ ଜୀବନ ପାଇଁ ଆମମାନଙ୍କୁ ସବୁବେଳେ ରେଡ଼ି ରହିବା ଦରକାର। ଏହା ହିଁ ଜୀବନର ଯୋଗ୍ୟତା ଅଟେ। ଆମେ ଯଦି ଆମର ପୁରା ରାମାୟଣକୁ ଆମେ ଦେଖିବା, ଆମ ରାମାୟଣରେ ଭଗବାନ ଶ୍ରୀରାମଙ୍କର ଜୀବନ କାହାଣୀକୁ ଦେଖିବା, ଭଗବାନ ଶ୍ରୀରାମ ବି ନିଜେ ବି ଜାଣିନଥିଲେ ଯେ ବିଶ୍ୱାମିତ୍ର ଋଷିଙ୍କ ସହିତ ଯଜ୍ଞ କରିବାକୁ ଯାଇ ସେ ସୀତାମାତାଙ୍କୁ ବିବାହ ହେଇଥିଲେ। ତାପରେ ସୀତାମାତାଙ୍କୁ ନେଇକି ଯେତେବେଳେ ଅଯୋଧ୍ୟା ଫେରିଥିଲେ ତ ପ୍ରଜାବାସୀ ଆଉ ରାଜ୍ୟବାସୀ ଆଉ ତାଙ୍କ ପରିବାର ଲୋକ ରାମଚନ୍ଦ୍ରଙ୍କୁ ରାଜା କରିବା ପାଇଁ ସ୍ଥିର କରିଥିଲେ। ତ ତା ପରଦିନ ରାମଚନ୍ଦ୍ରଙ୍କୁ ଜଣାପଡ଼ିଲା କି ତ ତାଙ୍କୁ 14 ବର୍ଷ ବଣରେ କାଟିବାକୁ ପଡ଼ିବ। ରାମଚନ୍ଦ୍ର ତାଙ୍କ ଭାଇ ଲକ୍ଷ୍ମଣ ଆଉ ସୀତାମାତାଙ୍କ ସହିତ 14 ବର୍ଷ ଯେତେବେଳେ ବଣରେ କାଟୁଥାନ୍ତି, ରାବଣ ଆସି ସୀତାମାତାଙ୍କୁ ଅପହରଣ କରିନେଇଥିଲା। ତ ସେତେବେଳେ ରାମଚନ୍ଦ୍ର ଭକ୍ତ ହନୁମାନ ଆଉ ଭାଇ ଲକ୍ଷ୍ମଣଙ୍କୁ ଧରି ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରି ସୀତାମାତାଙ୍କୁ ଉଦ୍ଧାର କରି ଯେତେବେଳେ ଭାବିଥିଲେ କି ମୁଁ ଏବେ ଭାଇ ଲକ୍ଷ୍ମଣ ଆଉ ମାତା ସୀତାଙ୍କୁ ନେଇ ପ୍ରଜାବାସୀ ଆଉ ରାଜ୍ୟବାସୀ ଆଉ ପରିବାରମାନଙ୍କ ସହିତ ସୁଖ ଶାନ୍ତି ଭଲ ପାଇବାରେ ମୁଁ ବାକି ଜୀବନ କାଟିବି, ତ ସେତେବେଳେ ପ୍ରଜାମାନଙ୍କ ଭିତରେ ମାତା ସୀତାଙ୍କୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ସେତେବେଳେ ରାମଚନ୍ଦ୍ର ମାତା ସୀତାଙ୍କୁ ନେଇ ବାଲ୍ମୀକି ଋଷିଙ୍କ ଆଶ୍ରମରେ ଛାଡ଼ି ଦେଇଥିଲେ। ତ ଆମମାନେ ଦେଖିବା ଯଦି ସ୍ୱୟଂ ଭଗବାନ ଶ୍ରୀରାମଙ୍କର ଏକ ସାଧାରଣ ରୁଟିନ୍ରୁ ଆଉ ପ୍ଲାନ୍ରୁ ସବୁକିଛି ବାହାରେ ଅନଏକ୍ସପେକ୍ଟେଡ଼୍ ହେଇଥିଲା, ତ ସିଏ ପରଫେକ୍ଟନିଷ୍ଟ ହେଇକି ସବୁ ଜିନିଷକୁ ସେ ପରଫେକ୍ଟଲି ହ୍ୟାଣ୍ଡେଲ୍ କରିଥିଲେ। ତ ସେଇଥିପାଇଁ ଆମେ ତାଙ୍କୁ ପୁରୁଷୋତ୍ତମ ଶ୍ରୀରାମ କହିକି ସବୁବେଳେ ପ୍ରଣାମ କରିଥାନ୍ତି। ତ ଆଜି ଆମେ ଯଦି ଦେଖିବା ଆମର ଅନପ୍ଲାନ୍ଡ ସିଚୁଏସନ୍କୁ ଦେଖିକି ଆଜି ଆମର ଯୁବପିଢ଼ିମାନେ ବହୁତ ଷ୍ଟ୍ରେସ୍, ଏଙ୍ଜାଇଟି ଆଉ ଡିପ୍ରେସନ୍ ହନ୍ତି। ଆଉ ସେଇ ଘଟଣାକୁ ଆମେ ଯେତେବେଳେ ପରଫେକ୍ଟଲି ଆମେ ହ୍ୟାଣ୍ଡେଲ୍ କରିଥାନ୍ତି, ସେତେବେଳେ ଆମେ ମଣିଷ କହିବାକୁ ଯୋଗ୍ୟ ହେଇଥାନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଏଇ ଯାତ୍ରାରେ ଆମେ ସମସ୍ତେ ଏକ ନୂଆ ପ୍ରେରଣା ସହିତ ଆଗକୁ ବଢ଼ିବା। ଜୟ ଜଗନ୍ନାଥ।